ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି ଯୁଦ୍ଧ ବନ୍ଦ କରିବାର ସର୍ତ୍ତ ଶୁଣାଇଲେ ଇରାନ ରାଷ୍ଟ୍ରପତି ଟ୍ରମ୍ପ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଆସନ୍ତୁ ଆଜି ଆମେ ଜାଣିବା କେଉଁ ସର୍ତ୍ତ ଶୁଣାଇଛନ୍ତି ଇରାନର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ। ଆସନ୍ତୁ ଆଜି ଆମେ ଏହି ଅପଡେଟ୍ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଇରାନ ଆମେରିକା ଇସ୍ରାଏଲ ବିବାଦ ମଧ୍ୟରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କଲ୍ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ଦୁଇ ନେତାଙ୍କ ମଧ୍ୟରେ ଦ୍ୱିତୀୟ ଫୋନ୍ କଲ୍ ଥିଲା। ପେଜେସ୍କିଆନ ଭାରତକୁ ବର୍ତ୍ତମାନର ବ୍ରିକ୍ସ ଅଧ୍ୟକ୍ଷ ଭାବରେ ନିଜର ସ୍ୱାଧୀନ ଭୂମିକା ବ୍ୟବହାର କରିବାକୁ ଅନୁରୋଧ କରିଥିଲା। ସେ କହିଛନ୍ତି, ଆପଣ ବ୍ରିକ୍ସର ମାଲିକ ଏବଂ ଇରାନ ବିରୁଦ୍ଧରେ ଆମେରିକା ଇସ୍ରାଏଲ ଆକ୍ରମଣକୁ ରୋକିବା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରନ୍ତୁ। ବ୍ରିକ୍ସ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି ବଜାୟ ରଖିବାରେ ଯୋଗଦାନ ଦେବା ଉଚିତ। ପେଜେସ୍କିଆନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଇରାନ ଯୁଦ୍ଧ ଆରମ୍ଭ କରିନାହିଁ, ବରଂ ଆମେରିକା ଏବଂ ଇସ୍ରାଏଲ କୌଣସି ବୈଧ କାରଣ ବିନା ସାମରିକ ଆକ୍ରମଣ ଆରମ୍ଭ କରିଛନ୍ତି। ସେ ଦାବି କରିଛନ୍ତି ଯେ ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟତୋଲା ଅଲି ଖାମନେଇ, ଅନେକ ବରିଷ୍ଠ ସାମରିକ ଅଧିକାରୀ ଏବଂ ନିର୍ଦ୍ଦୋଷ ନାଗରିକଙ୍କ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ମୋଦି ଏହି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଶକ୍ତି ଏବଂ ଭିତ୍ତିଭୂମି ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଏପରି ଆକ୍ରମଣ ବିଶ୍ୱ ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛନ୍ତି। ସେ ହର୍ମୁଜ ପ୍ରଣାଳୀ ଏବଂ ପାରସ୍ୟ ଉପସାଗରରେ ଜାହାଜର ଅବାଧ ଗତି ଏବଂ ନୌଚାଳନା ସ୍ୱାଧୀନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି, କାରଣ ଏଗୁଡ଼ିକ ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପଥ। ମୋଦିଙ୍କ ସ୍ପଷ୍ଟ ବାର୍ତ୍ତା ଥିଲା ଯେ ଯୁଦ୍ଧ କାହାରି ସ୍ୱାର୍ଥରେ ନୁହେଁ, ସମସ୍ତ ପକ୍ଷ କୂଟନୀତି ଏବଂ ଆଲୋଚନା ମାଧ୍ୟମରେ ଶାନ୍ତି ପଥରେ ଫେରିବା ଉଚିତ। ସେ ଇରାନରେ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ଇରାନ ପକ୍ଷର ସହଯୋଗକୁ ପ୍ରଶଂସା କରିଛନ୍ତି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ ଯେ ଇରାନର ସର୍ତ୍ତ କ'ଣ ରହିଛି। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।